ନମସ୍କାର ବନ୍ଧୁଗଣ। ମଣିଷ ଜୀବନରେ ଏହି ପ୍ରଶ୍ନ ଗୁଡ଼ାକ କିଏ, କେବେ, କେମିତି, କେଉଁଠାରେ, କିପରି ସଦାବେଳେ ଓତପ୍ରୋତ ଭାବରେ ଜଡ଼ିତ। ସେହି ପ୍ରଶ୍ନଗୁଡ଼ିକର ଉତ୍ତରଟିକୁ ସବୁବେଳେ ଅନ୍ୱେଷଣ କରେ ଏବଂ ଏହି ସବୁ ପ୍ରଶ୍ନଗୁଡ଼ିକର ଉତ୍ତର ଆସେ ଇତିହାସରୁ। ତେଣୁ ଆମେ ସେହି ଇତିହାସଟି ବିଶ୍ୱ ଇତିହାସ ହେଉ, ଭାରତୀୟ ଇତିହାସ ହେଉ କିମ୍ବା କୌଣସି ରାଜ୍ୟର ଇତିହାସ ହେଉ, ସେହି ଇତିହାସଟି ଭରପୁର ମାତ୍ରାରେ ରୋମାଞ୍ଚକରେ ପରିପୂର୍ଣ୍ଣ ଅଟେ, ରହସ୍ୟମୟ ଅଟେ ଏବଂ ଏହି ପ୍ରଶ୍ନଗୁଡ଼ିକର ଉତ୍ତରଟିକୁ ଜାଣିବା ପାଇଁ ମନରେ ସଦାବେଳେ କୌତୂହଳ ଜାତ ହୁଏ। ତେଣୁ ଆମ୍ଭେ ଏହି ଭିଡ଼ିଓରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଯଥୋଚିତ ଚେଷ୍ଟା କରିବା। ଚାଲ ଦେଖିବା ପ୍ରଥମ ପ୍ରଶ୍ନଟି କ'ଣ ଅଛି। ତୁମର ପ୍ରଥମ ପ୍ରଶ୍ନଟି ହେଉଛି, ଓଡ଼ିଶା କେବେ ସ୍ୱତନ୍ତ୍ର ପ୍ରଦେଶ ଘୋଷିତ ହେଲା? ଯଦି ଆମ୍ଭେ ଏହାର ଉତ୍ତରଟି ଖୋଜିବା ତାହେଲେ ନିଶ୍ଚିତ ଭାବରେ ଆମ ମନରେ ଆସିବ 1936 ଏପ୍ରିଲ 1। ଏହା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଆମ ଭାରତର ଏବଂ ଏହି ଐତିହାସିକ ଦିନକୁ ମନେ ରଖିବା ପାଇଁ ପ୍ରତିବର୍ଷ 1 ଅପ୍ରେଲଟିକୁ ଆମ୍ଭେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ରୂପେ ପାଳନ କରୁ। ଏହି ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଅବଦାନ ଅତୁଳନୀୟ ଅଟେ। ଯଦି ଏହାର ପ୍ରଥମ ରାଜ୍ୟପାଳଟିକୁ ଦେଖିବା, ଏହି ସ୍ୱତନ୍ତ୍ର ପ୍ରଦେଶର ସେ ହେଉଛନ୍ତି ସାର୍ ଜନ୍ ଅଷ୍ଟିନ୍ ହେଉଛନ୍ତି ଏହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ରାଜ୍ୟପାଳ। ଏବଂ ଜିଲ୍ଲା ଗଠନ ସମୟରେ ଓଡ଼ିଶାରେ ମାତ୍ର 6ଟି ଜିଲ୍ଲା ଥିଲା। ଜିଲ୍ଲାକୁ ନେଇ ଓଡ଼ିଶା ପ୍ରଥମେ ଗଠନ ହୋଇଥିଲା। ସେମାନଙ୍କ ମଧ୍ୟରୁ ଯଦି ଆମ୍ଭେ ଦେଖିବା, ପ୍ରଥମ ଜିଲ୍ଲାଟି ହେଉଛି କ'ଣ? କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ। ଦ୍ୱିତୀୟ ପ୍ରଶ୍ନଟିକୁ ଚାଲ ଦେଖିବା। ଓଡ଼ିଶା କେବେ ଆଫଗାନ ଶାସନାଧୀନ ଥିଲା? ଏହି ପ୍ରଶ୍ନର ଯଦି ଉତ୍ତର ଦେଖିବା, କେବେଠାରୁ କେତେ ସମୟ ଯାଏ ଶାସନାଧୀନ ଥିଲା ଯଦି ପ୍ରଶ୍ନ ଆସେ, ତାହେଲେ ତୁମର ଉତ୍ତରଟି ହେବ କ'ଣ? 1559ରୁ 1578 ଯାଏ। ଏଇଟା ତୁମର ଉତ୍ତର ଆସିବ। କିନ୍ତୁ ଯଦି କେବେ ଶାସନାଧୀନ ଥିଲା ଏ ପ୍ରଶ୍ନଟି ଆସେ, ତାହେଲେ ତୁମେ କହିପାରିବ 1568 ମସିହାରେ ଶାସନାଧୀନ ହେଲା। ବଙ୍ଗର ଆଫଗାନ ସୁଲତାନ ସୁଲେମାନ ଖାନ, ଏହି ନାମଟିକୁ ମନେ ରଖିବ, ସୁଲେମାନ ଖାନ କରରାନୀ ଓଡ଼ିଶା ଜୟ କରିଥିଲେ ଏବଂ
1568 ମସିହାରେ ଓଡ଼ିଶା ଶେଷ ସ୍ୱାଧୀନ ହିନ୍ଦୁ ରାଜା ମୁକୁନ୍ଦ ଦେବ ଗୋହିରୀ ଟିକିରା ଠାରେ ଯୁଦ୍ଧରେ ପରାସ୍ତ ହେଲେ ଓ ନିହତ ହେବା ପରେ ଓଡ଼ିଶା ତାର ସ୍ୱାଧୀନତାର ସୂର୍ଯ୍ୟ ଅସ୍ତ ହୋଇଥିଲା। କଲା ପାହାଡ଼ର ଆକ୍ରମଣ ବିଷୟରେ ଆମେ ଶୁଣିଛେ। ସୁଲେମାନ କରାନୀଙ୍କ ସେନାପତି କଲା ପାହାଡ଼ ଏହି ସମୟରେ ଓଡ଼ିଶାର ଅନେକ ମନ୍ଦିର ଓ କୀର୍ତ୍ତିରାଜିକୁ ଧ୍ୱଂସ କରିଦେଇଥିଲେ। ଆଫଗାନମାନେ ଓଡ଼ିଶାର ପ୍ରାୟ 1568ରୁ 1592 ମସିହା ପର୍ଯ୍ୟନ୍ତ ପ୍ରାୟ 24 ବର୍ଷ ଶାସନ କରିଥିଲେ। 1592 ମସିହାରେ ମୋଗଲ ସମ୍ରାଟ ଆକବରଙ୍କ ସେନାପତି ରାଜା ମାନ ସିଂହ ଆଫଗାନମାନଙ୍କୁ ପରାସ୍ତ କରି ଓଡ଼ିଶାକୁ ମୋଗଲ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କରିଥିଲେ। ଏହି ତଥ୍ୟ ଗୁଡ଼ାକ ବି ଆମେ ମନେ ରଖିବାକୁ ହେବ। ତୃତୀୟ ପ୍ରଶ୍ନଟିକୁ ଯିବା। କଟକର ପ୍ରାଚୀନ ନାମ କ'ଣ? କଟକର ପ୍ରାଚୀନ ନାମ କ'ଣ? ଏହି ପ୍ରଶ୍ନ ଗୁଡ଼ାକ ମଧ୍ୟ ଆସେ। ଯଦି କଟକର ପ୍ରାଚୀନ ନାମକୁ ଆମେ ଦେଖିବା ତାହେଲେ ତାହା ହେବ ବିଡ଼ାନାସୀ। 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 ଏହା ବ୍ୟତୀତ ଅନେକ ଇତିହାସ ଲେଖାରୁ ଏହାକୁ ଅଭିନବ ବାରଣାସୀ ମଧ୍ୟ କୁହାଯାଏ। ଅଭିନବ ବାରଣାସୀ କଟକ ମଧ୍ୟ କୁହାଯାଏ। 13th ସେଞ୍ଚୁରୀରେ ରାଜା ଅନଙ୍ଗ ଭୀମଦେବ ତୃତୀୟଙ୍କ ଦ୍ୱାରା ଏହି ନଗର ପ୍ରତିଷ୍ଠା ହୋଇଥିଲା। ଏହାକୁ ମଧ୍ୟ ମନେ ରଖିବ। 13th ସେଞ୍ଚୁରୀ ସମୟରେ ଏହାକୁ ରାଜା ଅନଙ୍ଗ ଭୀମଦେବ ତୃତୀୟ ଦ୍ୱାରା ଏହି ନଗର ପ୍ରତିଷ୍ଠା ହୋଇଥିଲା। ନେକ୍ସଟ ପ୍ରଶ୍ନକୁ ଚାଲ। ଓଡ଼ିଶାର ଶେଷ ହିନ୍ଦୁ ରାଜା କିଏ? ଯଦି ଏହା ଦେଖିବା ତାହେଲେ ଉତ୍ତରଟି ଆସିବ ତୁମର କ'ଣ? ମୁକୁନ୍ଦ ଦେବ। ମୁକୁନ୍ଦ ଦେବ ହେଉଛନ୍ତି ଓଡ଼ିଶାର ଶେଷ ହିନ୍ଦୁ ରାଜା। 1564ରୁ 1568 ପର୍ଯ୍ୟନ୍ତ ସେ ଶାସନ କରିଥିଲେ। ତାଙ୍କର ମୃତ୍ୟୁ ପରେ ଓଡ଼ିଶା ଉପରେ ମୁସଲମାନ ଶାସନ ଆରମ୍ଭ ହୋଇଥିଲା, ଯାହାଦ୍ୱାରା ଓଡ଼ିଶା ତାର ସ୍ୱାଧୀନତା ହରାଇଥିଲା। ଏହି ରାଜବଂଶଟି କେଉଁ ରାଜବଂଶ ଥିଲା? ଚାଲୁକ୍ୟ ରାଜବଂଶ ଏବଂ ଏହାର ରାଜଧାନୀ ଥିଲା ତୁମର କଟକ। ନେକ୍ସଟ ପ୍ରଶ୍ନଟିକୁ ଯିବା। ପ୍ରଶ୍ନ ନମ୍ବର 5। ଏଠି କ'ଣ ଅଛି ଦେଖ। କଟକ ସହର କିଏ ପ୍ରତିଷ୍ଠା କରିଥିଲେ? କଟକ ସହର ନୃପକେଶରୀ ପ୍ରତିଷ୍ଠା କରିଥିଲେ। ନୃପକେଶରୀ ପ୍ରତିଷ୍ଠା କରିଥିଲେ। ନୃପକେଶରୀ ସୋମବଂଶୀ ରାଜବଂଶ ରାଜା ଥିଲେ ଏବଂ 989 ADରେ ଏହି ସହର ପ୍ରତିଷ୍ଠିତ କରିଥିଲେ। କେବେ ପ୍ରତିଷ୍ଠା ହୋଇଥିଲା? ସେ 989 AD। 989 ADରେ ଏହା ପ୍ରତିଷ୍ଠିତ ହୋଇଥିଲା। ଏହାପରେ ରାଜା ଅନଙ୍ଗ ଭୀମଦେବ ତୃତୀୟଙ୍କ ସମୟରେ ଏହି ସହର ଉନ୍ନତି କରିଥିଲା ଏବଂ ଦୀର୍ଘ ବର୍ଷ ଧରି ଓଡ଼ିଶାର ରାଜଧାନୀ ଭାବେ ରହିଥିଲା। ଏହାକୁ ବି ମନେ ରଖିବା। ନେକ୍ସଟ ପ୍ରଶ୍ନଟିକୁ ଯିବା। କୋଣାର୍କରେ ସୂର୍ଯ୍ୟ ମନ୍ଦିର କିଏ ପ୍ରତିଷ୍ଠା କରିଥିଲେ? ଏହାର ଉତ୍ତର ଆସିବ ତୁମର ଲାଙ୍ଗୁଳା ନରସିଂହ ଦେବ। ଲାଙ୍ଗୁଳା ନରସିଂହ ଦେବ। ସେ ଗଙ୍ଗବଂଶ ରାଜା ଥିଲେ। 13th ସେଞ୍ଚୁରୀ, ଯାହାକି ଆମେ କହୁ ତ୍ରୟୋଦଶ ଶତାବ୍ଦୀରେ ଏହି ବିଶ୍ୱ ପ୍ରସିଦ୍ଧ ମନ୍ଦିର ନିର୍ମିତ ହୋଇଥିଲା। କେତେ ଶତାବ୍ଦୀରେ? 13th ସେଞ୍ଚୁରୀ, ଯାହାକୁ ଆମେ ତ୍ରୟୋଦଶ ଶତାବ୍ଦୀ କହୁ, ସେ ଶତାବ୍ଦୀରେ ଏହା ନିର୍ମାଣ କାର୍ଯ୍ୟ
ହୋଇଥିଲା ବା ନିର୍ମିତ ହୋଇଥିଲା। ଏହି ମନ୍ଦିର ତା'ର ଭାସ୍କର୍ଯ୍ୟ ଏବଂ ରଥ ଆକୃତି ପାଇଁ ସମଗ୍ର ବିଶ୍ୱରେ ପରିଚିତ। ଏହାର ଭାସ୍କର୍ଯ୍ୟ, ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ ଏହାର ଆକୃତି ବା ରଥ ଆକୃତିରେ ଥିବାରୁ ରଥ ଆକୃତି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ନେକ୍ସଟ ପ୍ରଶ୍ନଟିକୁ ଯିବା ଚାଲ। ଦେଖ, ଗଦା କ୍ଷେତ୍ର କାହାକୁ କୁହାଯାଏ? ଆମ୍ଭେ ଜାଣୁ ଗଦା କ୍ଷେତ୍ର ଯାଜପୁରକୁ କୁହାଯାଏ। ଯାଜପୁରକୁ ଗଦା କ୍ଷେତ୍ର କୁହାଯାଏ। ଯଦି ଏହାକୁ ଦେଖିବା କାହିଁକି କୁହାଯାଏ, ଏହା ପଛରେ କିଛି ପୌରାଣିକ କାରଣ ମଧ୍ୟ ରହିଛି। ଯାଜପୁର ହେଉଛି ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ। ମା ବିରଜା ପୀଠ ଏଠି ଦେଖିବାକୁ ମିଳେ। ମା ବିରଜା ପୀଠ, ମା ବିରଜା ଦେବୀଙ୍କ ପୀଠ ଏଠି ଦେଖିବାକୁ ମିଳେ। ଏହାକୁ ବିରଜା କ୍ଷେତ୍ର ମଧ୍ୟ କୁହାଯାଏ। ସେଥିପାଇଁ ଏହି ଯାଜପୁରକୁ ବିରଜା କ୍ଷେତ୍ର ମଧ୍ୟ କୁହାଯାଏ। ପୌରାଣିକ ମହତ୍ତ୍ୱ ଯଦି ଏଠି ମହାଭାରତ ଏବଂ ପୁରାଣ ଅନୁସାରେ ଏହି ସ୍ଥାନଟି ଭଗବାନ ବିଷ୍ଣୁଙ୍କର ଗଦା ସହିତ ଜଡ଼ିତ। କୁହାଯାଏ ଯେ ଗୟାସୁରକୁ ବଧ କରିବା ପାଇଁ ବିଷ୍ଣୁ ଭଗବାନ ଗୟାସୁରକୁ ବଧ କରିବା ପାଇଁ, ଗୟା ନାମକ ଅସୁରଟିଏ ଥିଲା, ଗୟାସୁରକୁ ବଧ କରିବା ସମୟରେ ତା'ର ଶରୀର ବିଭିନ୍ନ ଅଂଶ ଭିନ୍ନ ଭିନ୍ନ ସ୍ଥାନରେ ପଡ଼ିଥିଲା, ଯାହା ମଧ୍ୟରୁ ଯାଜପୁରରେ ଗଦା ପଡ଼ିଥିବାରୁ ଏହାକୁ ଗଦା କ୍ଷେତ୍ର କୁହାଯାଏ। ଆମେ ଜାଣିଲେ କାହିଁକି ଗଦା କ୍ଷେତ୍ର କୁହାଯାଏ। ନେକ୍ସଟ ପ୍ରଶ୍ନଟିକୁ ଚାଲ। ଏକାମ୍ର କାନନ କେଉଁଠି? ଆଉ ଟିକେ ଏକ୍ସଟ୍ରା ନଲେଜ ନେବା ସେହି ସପ୍ତମ ପ୍ରଶ୍ନର ଏକ୍ସଟ୍ରା ନଲେଜ ଦେଖ ଟିକେ। ସେଥିମଧ୍ୟରୁ ବି ପ୍ରଶ୍ନ ଆସେ। ଆମର ଯେଉଁ କ୍ଷେତ୍ର ଗୁଡ଼ାକ ଅଛି, ଚତୁର୍ଦ୍ଧା କ୍ଷେତ୍ର ଯେଉଁ ଅଛି, ସେମାନଙ୍କ ମଧ୍ୟରୁ ଯେଉଁଠିକି ଶଙ୍ଖ କ୍ଷେତ୍ର ଆମେ କାହାକୁ କହୁ? ପୁରୀକୁ। ଶଙ୍ଖ କ୍ଷେତ୍ର ହେଉଛି ପୁରୀ। ଏଥିମଧ୍ୟରୁ ବହୁତ ପ୍ରଶ୍ନ ଆସେ। ଚକ୍ର କ୍ଷେତ୍ର ହେଲା ତୁମର ଭୁବନେଶ୍ୱର। ଏଗୁଡ଼ାକ ମନେ ରଖିବ। ଗଦା କ୍ଷେତ୍ର ଆମ୍ଭେ ଏବେ ଦେଖିଲେ ଯାଜପୁର ହେଲା ତୁମର ଗଦା କ୍ଷେତ୍ର ଯାଜପୁର। ଏବଂ ପଦ୍ମ କ୍ଷେତ୍ର ହେଲା ତୁମର କୋଣାର୍କ। ଏଗୁଡ଼ାକ ବହୁତ ଇମ୍ପୋର୍ଟାଣ୍ଟ ଅଟେ ପ୍ରଶ୍ନ। ଏଗୁଡ଼ାକ ବହୁତ ଥର ଆସିଛି ମଧ୍ୟ ଏବଂ ଆସେ ମଧ୍ୟ। ସବୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏଗୁଡ଼ାକ ଆସିବ। ନେକ୍ସଟ ପ୍ରଶ୍ନଟିକୁ ଯିବା। ପ୍ରଶ୍ନ 8 କ'ଣ ଅଛି ଦେଖ। ଏକାମ୍ର କାନନ କେଉଁଠି? ଆମ୍ଭେ ଜାଣୁ ଏକାମ୍ର କାନନ ତୁମର କେଉଁଠି ଅଛି? ଭୁବନେଶ୍ୱରରେ ଅଛି। ଓଡ଼ିଶାର ଭୁବନେଶ୍ୱରରେ ଏହି ଏକାମ୍ର କାନନ ଅବସ୍ଥିତ। ଏହା ନୟାପଲ୍ଲୀ ଅଞ୍ଚଳରେ ଅଛି। ଯଦି ଦେଖିବା କେଉଁଠି ଯଦି ଦେଖିବା ତାହେଲେ ନୟାପଲ୍ଲୀ ଅଞ୍ଚଳରେ ଏହା ଅଛି। ଏହା ଏକ ପ୍ରସିଦ୍ଧ ବୋଟାନିକାଲ ଗାର୍ଡେନ ମଧ୍ୟ। ଏଟାକୁ ମନେ ରଖିବ। ଏଠି ବୋଟାନିକାଲ ଗାର୍ଡେନ ଅଛି। ଏଠାରେ ବିଭିନ୍ନ ପ୍ରକାର ଫୁଲ ବଗିଚା, ବିଶେଷ କରି ଗୋଲାପ ବଗିଚା ଏବଂ ସୁନ୍ଦର ହ୍ରଦ ଦେଖିବାକୁ ମିଳେ। ନେକ୍ସଟ ପ୍ରଶ୍ନକୁ ଯିବା। ପ୍ରଶ୍ନ ନମ୍ବର ତୁମର 9ରେ କ'ଣ ଅଛି ଦେଖ। ତୁଳସୀ କ୍ଷେତ୍ର କିଏ? ତୁଳସୀ କ୍ଷେତ୍ର ହେଲା ତୁମର କ'ଣ? କେଉଁଟା? କେନ୍ଦ୍ରାପଡ଼ାକୁ ଆମେ ତୁଳସୀ କ୍ଷେତ୍ର ବୋଲି କହୁ।
ଏହା ଭାରତର ଏକ ପ୍ରସିଦ୍ଧ ଧାର୍ମିକ ସ୍ଥଳ ମଧ୍ୟ, ଯେଉଁଠାରେ ପ୍ରଭୁ ଶ୍ରୀ ବଳଦେବ ଜୀଉ ଶ୍ରୀ ବଳଦେବ ଜୀଉ ବଳଦେବ ଜୀଉ ଯିଏକି ହେଉଛନ୍ତି ପ୍ରଭୁ ଜଗନ୍ନାଥଙ୍କର ବଡ଼ ଭାଇ, ସେ ଏଠି ପୂଜା ପାଆନ୍ତି। ତେଣୁ ଏହି ସ୍ଥାନର ବହୁତ ଗୁଡ଼ାଏ ବିଶେଷତ୍ୱ ଅଛି। କ'ଣ କ'ଣ ଅଛି? ଏଠି ଶ୍ରୀ ବଳଦେବ ଜୀଉ ମନ୍ଦିର ଦେଖିବାକୁ ମିଳେ। ଏହାର ମୁଖ୍ୟ ଆକର୍ଷଣ ହେଲା ବଳଦେବ ଜୀଉଙ୍କର ମନ୍ଦିର। କେଉଁଠି ଅଛି? କେନ୍ଦ୍ରାପଡ଼ା। କେଉଁଠି? କେନ୍ଦ୍ରାପଡ଼ାରେ ଅଛି। ଯଦି ଆମେ ପୁରାଣକୁ ଯିବା, ପୌରାଣିକ କଥା ଅନୁସାରେ ଏଠାରେ ପ୍ରଭୁ ବଳରାମ କନ୍ଦରାସୁର ନାମକ ଅସୁରକୁ ବଧ କରିଥିଲେ। କନ୍ଦରାସୁର ନାମକ ଅସୁରକୁ ବଧ କରିଥିଲେ ଏବଂ ଏହି ଅଞ୍ଚଳରେ ପ୍ରଚୁର ତୁଳସୀ ବଣ ଥିବାରୁ ଏହାକୁ ତୁଳସୀ କ୍ଷେତ୍ର କୁହାଯାଏ। ପ୍ରଚୁର ତୁଳସୀ ବଣ ଅଛି। ତୁଳସୀ ବଣ ଥିବାରୁ ଏହି ଅଞ୍ଚଳକୁ ତୁଳସୀ ବଣ ଥିବାରୁ ଏହି ଅଞ୍ଚଳକୁ ତୁଳସୀ କ୍ଷେତ୍ର କୁହାଯାଏ। ପୁରୀ ଭଳି ଏଠାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୁଏ। କେଉଁ ରଥ ଏଠି ଅଛି? ରଥର ନାମଟି ହେଲା ତୁମର ବ୍ରହ୍ମା ତାଳଧ୍ୱଜ ରଥ। ଏଠି ମଧ୍ୟ ରଥଯାତ୍ରା ହୁଏ। ଏହାକୁ କହିବା ଆମେ କ'ଣ? ବ୍ରହ୍ମା ତାଳଧ୍ୱଜ ରଥ। ପୁରୀ ଭଳି ଏଠାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୁଏ, କିନ୍ତୁ ବଳଦେବ ଜୀଉଙ୍କର ରଥ ବ୍ରହ୍ମା ତାଳଧ୍ୱଜ ବିଶ୍ୱର ଅନ୍ୟତମ ବଡ଼ ରଥ ଭାବେ ଜଣାଶୁଣା। କେନ୍ଦ୍ରାପଡ଼ାର ରସାବଳୀ ପ୍ରସାଦ ସାରା ବିଶ୍ୱରେ ପ୍ରସିଦ୍ଧ। ଏହି କେନ୍ଦ୍ରାପଡ଼ାରେ ଯେଉଁ ପ୍ରସାଦ ମିଳେ, ରସାବଳୀ ପ୍ରସାଦ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ମନେ ରଖିବ। କେଉଁ ପ୍ରସାଦ? ରସାବଳୀ ପ୍ରସାଦ। ବିଶ୍ୱର ଅନ୍ୟତମ ବଡ଼ ରଥ ଏଇଟା ବଳଦେବ ଜୀଉଙ୍କର ରଥ, ଏବଂ ଏଠି ଯେଉଁ ପ୍ରସାଦ ମିଳେ ତାହା ମଧ୍ୟ ବିଶ୍ୱରେ ପ୍ରସିଦ୍ଧ। କେଉଁ ପ୍ରସାଦ? ରସାବଳୀ ପ୍ରସାଦ। ଏଠି ମନେ ରଖିବା ବନ୍ଧୁଗଣ। ନେକ୍ସଟ ପ୍ରଶ୍ନଟିକୁ ଯିବା। ଇନ୍ଦ୍ରଦ୍ୟୁମ୍ନଙ୍କର ପାଟରାଣୀ କିଏ ଥିଲେ? ଆମ୍ଭେ ଜାଣୁ। ତାଙ୍କର ନାଁରେ ତ ରଥଯାତ୍ରା ହୁଏ ପୁରୀଠାରେ। କ'ଣ? ଗୁଣ୍ଡିଚା। ଇନ୍ଦ୍ରଦ୍ୟୁମ୍ନଙ୍କର ପାଟରାଣୀଙ୍କ ନାମ ଗୁଣ୍ଡିଚା ଥିଲା। ତାଙ୍କରି ନାମ ଅନୁସାରେ ଆମ ପୁରୀର ପ୍ରସିଦ୍ଧ ଗୁଣ୍ଡିଚା ମନ୍ଦିର ନିର୍ମିତ ହୋଇଛି, ଯାହାକୁ ମହାପ୍ରଭୁ ଜଗନ୍ନାଥଙ୍କର ମାଉସୀ ମା ଘର ବୋଲି ମଧ୍ୟ କୁହାଯାଏ। ସେ ମାଉସୀ ଅଟନ୍ତି ପ୍ରଭୁ ଜଗନ୍ନାଥଙ୍କର। ପୌରାଣିକ ମତ ଅନୁସାରେ ମହାରାଣୀ ଗୁଣ୍ଡିଚା ଅତ୍ୟନ୍ତ ଧର୍ମପରାୟଣ ଥିଲେ ଏବଂ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ସମୟରେ ସେ ମହାରାଜାଙ୍କୁ ସହଯୋଗ କରିଥିଲେ। ନେକ୍ସଟ ପ୍ରଶ୍ନକୁ ଯିବା। ପ୍ରଶ୍ନ 11ରେ କ'ଣ ଅଛି ଦେଖ। ଜଗନ୍ନାଥଙ୍କର ରଥର ନାମ କ'ଣ? ଆମ୍ଭେ ଜାଣୁ। ନନ୍ଦିଘୋଷ। ତାଙ୍କ ରଥର ନାମ ହେଲା ନନ୍ଦିଘୋଷ। ନନ୍ଦିଘୋଷ ଯାହାକୁ ଗରୁଡ଼ ଧ୍ୱଜ ବା କପିଧ୍ୱଜ ମଧ୍ୟ କୁହାଯାଏ। ନନ୍ଦିଘୋଷକୁ ଗରୁଡ଼ ଧ୍ୱଜ ବା କପିଧ୍ୱଜ ମଧ୍ୟ କୁହାଯାଏ। ପୁରୀର ବାର୍ଷିକ ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବ୍ୟବହୃତ ବିଶାଳ ରଥ ଏଇଟା। ଏହା ରଥର 3ଟି ରଥ ମଧ୍ୟରେ ସବୁଠାରୁ ବଡ଼ ଏବଂ ଉଚ୍ଚ ରଥ ଅଟେ। ଆମେ ଜାଣୁ। ଉଚ୍ଚତା କେତେ? ଏହି ନନ୍ଦିଘୋଷ ରଥର ଉଚ୍ଚତା କେତେ? ଯଦି ଆମେ ଉଚ୍ଚତାକୁ ଦେଖିବା, ଉଚ୍ଚତାକୁ ଦେଖିବା, ତାହେଲେ ପ୍ରାୟ ଏହା 45 ଫୁଟ।
45 ଫୁଟ। ଚକ ସଂଖ୍ୟା କେତେ? ଚକ ଯଦି ଦେଖିବା ଚକ ସଂଖ୍ୟା 16ଟି ଥାଏ ଏବଂ ସବୁଠୁ ବଡ଼ ଜିନିଷଟି ହେଲା ଏହି 16ଟି ଚକଟି ମନୁଷ୍ୟ ଜୀବନର ଷୋଡ଼ଶ କଳାକୁ ସୂଚିତ କରେ। ଷୋଡ଼ଶ କଳା ମନୁଷ୍ୟର ଷୋଡ଼ଶ କଳାକୁ ସୂଚିତ କରେ। ଷୋଡ଼ଶ କଳାକୁ ସୂଚିତ କରେ। ଚକର ବ୍ୟାସ ଯଦି ଦେଖିବା, এই ଚକର ବ୍ୟାସକୁ ଦେଖିବା ତାହେଲେ କେତେ? 7 ଫୁଟ। ଏଇଟା ପ୍ରାୟ 7 ଫୁଟ ଅଟେ। 7 ଫୁଟ ଅଟେ। ଏହି ରଥ ନିର୍ମାଣରେ ସମୁଦାୟ 832 ଖଣ୍ଡ କାଠ ବ୍ୟବହୃତ ହୁଏ। କାଠ ଦେଖିବା ବେଳେ କେତେ? 832 ଖଣ୍ଡ କାଠରେ ଏହା ତିଆରି ହୁଏ। ଯଦି କପଡ଼ାର ରଙ୍ଗ ଦେଖିବା ତାହେଲେ କପଡ଼ା ରଙ୍ଗ, କପଡ଼ା କିପରି କପଡ଼ା ଲାଗେ? ଏଠି ନାଲି ହଳଦିଆ ରଙ୍ଗର କପଡ଼ା ବ୍ୟବହାର ହୁଏ। ହଳଦିଆ ରଙ୍ଗ ଭଗବାନ ଜଗନ୍ନାଥଙ୍କର ପୀତାମ୍ବର ରୂପକୁ ଦର୍ଶାଏ। ଏହି ହଳଦିଆ ରଙ୍ଗଟି ଭଗବାନଙ୍କର ପୀତାମ୍ବର ରୂପକୁ ଦର୍ଶାଏ। ଆଉ କିଛି ବିଶେଷ ଯଦି ଆମ୍ଭେ ଏହି ପ୍ରଶ୍ନ ବିଷୟରେ ଜାଣିବା ତାହେଲେ କ'ଣ ଆସିପାରିବ? ଯେଉଁ ସାରଥୀ ଅଛି ଏଠି, ସାରଥୀ ସେ କିଏ? ଦାରୁକ। ତାର ନାମ ହେଲା ଦାରୁକ। ଅଶ୍ପ ଯଦି ଦେଖିବା, ଅଶ୍ପ କେତୋଟି ଅଶ୍ପ ଏଇଠି ଅଛି? 4ଟି ଧଳା ରଙ୍ଗର ଅଶ୍ପ। 4ଟି ଧଳା ରଙ୍ଗର ଅଶ୍ପ, ଧଳା ଅଶ୍ପ ଥାନ୍ତି ଏଠି। ସେଗୁଡ଼ାକ କ'ଣ କ'ଣ? ଶଙ୍ଖ, ବଲାହକ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ବଲାହକ, ଶ୍ଵେତ ଏବଂ ହରିଦାସ୍ପ ନାମକ 4ଟି ଅଶ୍ପ ଥାନ୍ତି। ଆଉ କିଛି ଯଦି ବିଷୟ ଦେଖିବା ତାହେଲେ ଧ୍ୱଜ ଯେଉଁଠି ଅଛି, ଧ୍ୱଜ, ନନ୍ଦିଘୋଷର ଧ୍ୱଜ, ଏହା ତ୍ରୈଲୋକ୍ୟମୋହିନୀ। ଏହାର ନାମ କ'ଣ? ତ୍ରୈଲୋକ୍ୟମୋହିନୀ ଧ୍ୱଜ, ଯେଉଁଥିରେ ହନୁମାନଙ୍କର ଚିହ୍ନ ଥାଏ। ଯଦି ଦେଖିବା ରକ୍ଷକ ଦେବତା, ଏହି ରଥର କିଏ? ଗରୁଡ଼। ରଥର ଯେଉଁ ଦଉଡ଼ି ଅଛି, ଦଉଡ଼ି ତାହାର କ'ଣ? ନା ଶଙ୍ଖଚୂଡ଼ ନାଗୁଣୀ। ଏବଂ ପାର୍ଶ୍ୱ ଦେବତା ହେଉଛନ୍ତି ମଦନ ମୋହନ। ପାର୍ଶ୍ୱ ଯଦି ଦେବତାକୁ ଦେଖିବା, ପାର୍ଶ୍ୱ ଦେବତା ମଦନ ମୋହନ, ଏଇଟା ଭାରି ମହତ୍ୱପୂର୍ଣ୍ଣ ଅଟେ। ଏବଂ ପ୍ରତିବର୍ଷ ଅକ୍ଷୟ ତୃତୀୟା ତିଥିରୁ ଏହି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ, ଆମେ ଜାଣୁ। ଏବଂ ପରମ୍ପରା ଅନୁଯାୟୀ ଦଶପଲ୍ଲା ଜଙ୍ଗଲରୁ ଏହି ରଥ ପାଇଁ କାଠ ଆସିଥାଏ। କେଉଁ ଜଙ୍ଗଲରୁ କାଠ ଆସେ? ଦଶପଲ୍ଲା। ଏଇଟା ମନେ ରଖିବ, ଦଶପଲ୍ଲା ଜଙ୍ଗଲରୁ କାଠ ଆସିଥାଏ। ରଥକୁ ମନୁଷ୍ୟ ଶରୀର ଏବଂ ଭଗବାନ ଜଗନ୍ନାଥଙ୍କ ଆତ୍ମା ଭାବରେ ବିଚାର କରାଯାଏ। ଯେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ଏବଂ ସର୍ବଧର୍ମ ସମନ୍ୱୟର ପ୍ରତୀକ ସ୍ୱରୂପ ରଥ ଟଣା ସମୟରେ ଆଉ କ'ଣ ହୁଏ? ଭକ୍ତ ଶାଲବେଗଙ୍କ ସମାଧି ଯେଉଁଠି ଅଛି, ସେଇଠି ଏହି ରଥ କିଛି ସମୟ ଯାଏ ଅଟକି ଯାଏ। ଏହା ହେଉଛି ପରମ୍ପରା। ନେକ୍ସଟ ପ୍ରଶ୍ନଟିକୁ ଦେଖିବା। 12 ନମ୍ବର ପ୍ରଶ୍ନରେ କ'ଣ ଅଛି ଦେଖ। ବଳଭଦ୍ରଙ୍କ ରଥର ନାମ କ'ଣ? ଆମେ ଜାଣୁ କ'ଣ ସେଇଟା? ତାଳଧ୍ୱଜ।
ତାଳଧ୍ୱଜ ଏହି ରଥଟି ପୁରୀ ରଥଯାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବଡ଼ ଭ୍ରାତା ପ୍ରଭୁ ବଳଭଦ୍ରଙ୍କ ରଥ ଅଟେ। ଶାସ୍ତ୍ର ଅନୁସାରେ ଯଦି ଦେଖିବା, ଏହି ରଥ ସବୁଠାରୁ ଆଗରେ ଚାଲିଥାଏ। ଏହାର ଉଚ୍ଚତା କେତେ? ଉଚ୍ଚତା 44 ଫୁଟ। ଉଚ୍ଚତା ହେଲା 44 ଫୁଟ। ଚକ ସଂଖ୍ୟା କେତେ? ଚକ କେତୋଟି ଥାଏ? 14ଟି। ଏବଂ ଏହି 14ଟି ଚକଟି 14ଟି ଭୁବନର ପ୍ରତୀକ। 14ଟି ଭୁବନର ପ୍ରତୀକ। କେଉଁ କାଠରେ ତିଆରି ହୁଏ? ଏହି ରଥ ନିର୍ମାଣ ସମୟରେ କାଠ ସଂଖ୍ୟା ଯଦି ଦେଖିବା, କାଠ ଖଣ୍ଡ କେତୋଟି କାଠ ଖଣ୍ଡ ଏଇଠି ନିର୍ମାଣ କାର୍ଯ୍ୟ ଲାଗେ? 763ଟି। କପଡ଼ାର ରଙ୍ଗ ଯଦି ଦେଖିବା, କପଡ଼ା ରଙ୍ଗ କପଡ଼ା ରଙ୍ଗକୁ ଯଦି ଦେଖିବା ତାହା ହେଉଛି ନାଲି ଏବଂ ସବୁଜ। ନାଲି ରଙ୍ଗର କପଡ଼ା ଏବଂ ସବୁଜ ରଙ୍ଗର କପଡ଼ା ଏଠି ଲାଗେ। ସାରଥୀ କିଏ? ସାରଥୀ ହେଉଛନ୍ତି ମାତଲି। ଅଶ୍ଵ ଘୋଡ଼ା କେତେ? ଅଶ୍ଵ ଘୋଡ଼ା 4ଟି କଳା ରଙ୍ଗର ଘୋଡ଼ା। 4ଟି କଳା ରଙ୍ଗର ଘୋଡ଼ା ଏଠି ଯୋଚା ହୁଏ। ସେମାନଙ୍କ ନାମ ଯଦି ଦେଖିବ, ସେଗୁଡ଼ା କେଉଁ ସଙ୍ଗେ? ତୀବ୍ର, ଘୋର, ଦୀର୍ଘ ଶ୍ରମ, ସ୍ୱର୍ଣ୍ଣନାଭ। ଏ ଘୋଡ଼ାମାନେ ବ୍ୟବହାର ହୁଅନ୍ତି। ଧ୍ୱଜର ନାମ କ'ଣ? ଏ ଧ୍ୱଜକୁ ଦେଖିବା, ଧ୍ୱଜ ହେଲା ଉନ୍ନନି। ରକ୍ଷକ ଦେବତା କିଏ? ଦେବତା ଏହି ରଥର? ବାସୁଦେବ। ଦଉଡ଼ି, ରଥର ଦଉଡ଼ି? ବାସୁକୀ ନାଗ। ଆୟୁଧ ଯଦି ଦେଖିବ, ଆୟୁଧ ତା ହେଲା ହଲ ଏବଂ ମୂଷକ। ଆମେ ଜାଣୁ ତାଳ ଅର୍ଥ ତାଳ ଗଛ ଏବଂ ଧ୍ୱଜ ଅର୍ଥ ପତାକା। ଏହି ରଥର ପତାକା ଶୀର୍ଷରେ ଏକ ତାଳ ଗଛ ଚିହ୍ନ ଥିବାରୁ ଏହାକୁ ତାଳଧ୍ୱଜ କୁହାଯାଏ। ପରମ୍ପରା ଅନୁଯାୟୀ ରଥଯାତ୍ରା ଦିନ ବଳଭଦ୍ରଙ୍କ ରଥ ସର୍ବପ୍ରଥମେ ଟଣାଯାଏ, କାରଣ ସେ ବଡ଼ ଭାଇ ଏବଂ ଯାତ୍ରାର ମାର୍ଗଦର୍ଶକ ଅଟନ୍ତି। ଯଦି ଆମ୍ଭେ ରଙ୍ଗର ପ୍ରତୀକଟିକୁ ଦେଖିବା, ଏହି ସବୁଜ ରଙ୍ଗ ହେଉଛି ପ୍ରକୃତି ଏବଂ ଶାନ୍ତିର ପ୍ରତୀକ, ଯାହା ପ୍ରଭୁ ବଳଭଦ୍ରଙ୍କ ଶାନ୍ତ କିନ୍ତୁ ଶକ୍ତିଶାଳୀ ବ୍ୟକ୍ତିତ୍ୱକୁ ସୂଚାଏ। ନେକ୍ସଟ ପ୍ରଶ୍ନଟିକୁ ଦେଖିବା। ଦେବଦଳନ ରଥ କାହାର? ଆମେ ଜାଣୁ ଏହା ହେଉଛି ସୁଭଦ୍ରାଙ୍କର। ଦେବଦଳନ, ଯାହାକୁ ଦର୍ପଦଳନ ବା ପଦ୍ମଧ୍ୱଜ ମଧ୍ୟ କୁହାଯାଏ, ଏହାକୁ ଦର୍ପଦଳନ କିମ୍ବା ପଦ୍ମଧ୍ୱଜ ମଧ୍ୟ କୁହାଯାଏ ଏହି ରଥକୁ। ଏହା ହେଉଛି ପୁରୀ ରଥଯାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଗ୍ନୀ ଦେବୀ ସୁଭଦ୍ରାଙ୍କ ରଥ। ଏହି ରଥଟି ତାଳଧ୍ୱଜ ଏବଂ ନନ୍ଦିଘୋଷ ରଥର ମଝିରେ ଚାଲିଥାଏ। ଆମେ ଏହା ଜାଣୁ। ଏଠି କ'ଣ ଅଛି ଦେଖ। ଏହାର ଯଦି ଉଚ୍ଚତା ଦେଖିବା, ବିଶେଷତ୍ୱ କ'ଣ?
ଏହାର ଉଚ୍ଚତା ଯଦି ଦେଖିବା ଏ ରଥର ଉଚ୍ଚତା 43 ଫୁଟ। ଏହାର ଉଚ୍ଚତା କେତେ? ଉଚ୍ଚତା ହେଲା 43 ଫୁଟ। 43 ଫୁଟ। ଚକ ସଂଖ୍ୟା କେତେ? ଚକ 12। ଏହା ବର୍ଷର ଏଇ 12 ଯେଉଁ ଅଛି ଏହା ବର୍ଷର 12 ମାସକୁ ସୂଚାଏ। ବର୍ଷର 12 ମାସକୁ ସୂଚାଏ। ସାରଥୀ କିଏ? ସାରଥୀ ଏ ରଥର ସାରଥୀ ହେଲେ ଅର୍ଜୁନ। ଅଶ୍ବ କେତେଟା? ଅଶ୍ବ 4ଟି 4ଟି ଅଶ୍ବ। କେଉଁ ରଙ୍ଗର? ନାଲି ରଙ୍ଗର। ଧ୍ୱଜର ନାମ କ'ଣ? ଯଦି ଧ୍ୱଜ ଦେଖିବା ଧ୍ୱଜ ନାମ ହେଲା ନାଦାମ୍ବିକା। ନାଦାମ୍ବିକା। ନାଦାମ୍ବିକା ଧ୍ୱଜ। ରକ୍ଷକ ଦେବତା କିଏ ଏ ରଥର? ରକ୍ଷକ ଦେବତା ହେଲେ ଜୟ ଦୁର୍ଗା। ଜୟ ଦୁର୍ଗା। ଦଉଡ଼ିର ନାମ କ'ଣ? ଦଉଡ଼ି ଯଦି ଦେଖିବା ସ୍ୱର୍ଣ୍ଣଚୂଡ଼ ନାଗୁଡ଼ି। ସ୍ୱର୍ଣ୍ଣଚୂଡ଼ ନାଗୁଡ଼ି। ନାଗୁଣୀ ହେଉଛନ୍ତି ଏହାର ଦଉଡ଼ି। ସହଯୋଗୀ ଦେବୀ କିଏ? ସହଯୋଗୀ ଦେବ ବା ଦେବୀ କିଏ? ଏଠି ଅଛି ଦେବୀ। ସହଯୋଗୀ ଯିଏ ସହଯୋଗୀ କିଏ? ସହଯୋଗୀ ଯଦି ଦେଖିବା ସହଯୋଗୀ ରଥର ସହଯୋଗୀ କିଏ? ସୁଦର୍ଶନ ଚକ୍ର। ସୁଦର୍ଶନ ଚକ୍ର। ଆମେ ଦର୍ପ ଅର୍ଥ ଜାଣୁ ଅହଙ୍କାର ଏବଂ ଦଳନ ଅର୍ଥ ଯିଏ ବିନାଶ କରେ ବା ବିନାଶ କରିବା। ଏହି ରଥ ଅହଙ୍କାରର ବିନାଶକୁ ସୂଚିତ କରେ। ଏହି ରଥରେ ଯେଉଁ ସୁଦର୍ଶନ ଚକ୍ର ଅଛନ୍ତି ତାଙ୍କ ସ୍ଥାନ କ'ଣ? ପରମ୍ପରା ଅନୁଯାୟୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆୟୁଧ ଶ୍ରୀ ସୁଦର୍ଶନ ଦେବୀ ସୁଭଦ୍ରାଙ୍କ ରଥରେ ହିଁ ଯାତ୍ରା କରନ୍ତି। ଏ ରଥଟି ମହିଳା ଶକ୍ତି, ସ୍ତ୍ରୀ ଶକ୍ତି ଏବଂ ମାତୃତ୍ୱର ପ୍ରତୀକ ଭାବରେ ପୂଜା ପାଏ। ନେକ୍ସଟ ପ୍ରଶ୍ନଟିକୁ ଦେଖିବା। 14 ପ୍ରଶ୍ନରେ କ'ଣ ଅଛି ଦେଖ। ଅରୁଣ ସ୍ତମ୍ଭର ଉଚ୍ଚତା କେତେ? 12 ମିଟର। ଆମେ ଜାଣୁ କେତେ ମିଟର? 12 ମିଟର। ଅରୁଣ ସ୍ତମ୍ଭ ହେଉଛି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରବେଶ ଦ୍ୱାର ବା ସିଂହ ଦ୍ୱାର ସମ୍ମୁଖରେ ଅବସ୍ଥିତ ଏକ ବିଶାଳ ପଥର ସ୍ତମ୍ଭ। ଏହା ଓଡ଼ିଶାର ସ୍ଥାପତ୍ୟ କଳାର ଏକ ଅନନ୍ୟ ନିଦର୍ଶନ ମଧ୍ୟ ଅଟେ। ଏହି ସ୍ତମ୍ଭଟି ପ୍ରକୃତରେ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ଥିଲା। ଯଦି ଆମେ ଦେଖିବା କେତେ ତ୍ରୟୋଦଶ ଶତାବ୍ଦୀରେ ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ଯେଉଁ ଅରୁଣ ସ୍ତମ୍ଭଟି ଅଛି କାହା ଦ୍ୱାରା ନିର୍ମିତ ହୋଇଥିଲା? ଲାଙ୍ଗୁଳା ନରସିଂହ ଦେବ। ଲାଙ୍ଗୁଳା ନରସିଂହ ଦେବ ଏହି ଅରୁଣ ସ୍ତମ୍ଭଟିକୁ ତିଆରି କରିଥିଲେ। କେବେ? ତ୍ରୟୋଦଶ ଶତାବ୍ଦୀରେ। ଏବଂ ଅଷ୍ଟାଦଶ ଶତାବ୍ଦୀରେ ପ୍ରାୟ 1770 ମସିହାରେ ମରାଠା ଗୁରୁ ବ୍ରହ୍ମଚାରୀ ଗୋସାଇ ଏହାଙ୍କ ନାମ ମନେ ରଖିବ। କେବେ? 1770 ମସିହାରେ କ'ଣ ହେଇଥିଲା? ମରାଠା ଗୁରୁ ବ୍ରହ୍ମଚାରୀ ଗୋସାଇ ଏହାଙ୍କ ନାମ ମନେ ରଖିଥିବ। ବ୍ରହ୍ମଚାରୀ ଗୋସାଇଁଙ୍କ ପ୍ରଚେଷ୍ଟା ଏବଂ ଭୋଇ ବଂଶର ରାଜା ଦ୍ୱିତୀୟ ଦିବ୍ୟସିଂହ ଦେବ କିଏ? ପ୍ରଥମେ ହେଲେ ବ୍ରହ୍ମଚାରୀ ଗୋସାଇଁ, ଏବଂ ଦ୍ୱିତୀୟରେ ଭୋଇ ବଂଶ ରାଜା ଦିବ୍ୟସିଂହ ଦେବ।
ଏ ଦୁହିଁଙ୍କ ପ୍ରଚେଷ୍ଟାରେ ଏହାକୁ କୋଣାର୍କରୁ ଅଣାଯାଇ ପୁରୀ ସିଂହଦ୍ୱାର ସମ୍ମୁଖରେ ସ୍ଥାପନ କରାଯାଇଥିଲା। ଯଦି ଏହାର ଶିଳ୍ପକଳାକୁ ଦେଖିବା, ଏହି ସ୍ତମ୍ଭଟି ଏକ ବିଶାଳ ମୁଗୁନି ପଥର ନିର୍ମିତ। ଏହି ଯେଉଁ ସ୍ତମ୍ଭଟି ଅଛି, ଏହି ସ୍ତମ୍ଭଟି ମୁଗୁନି ପଥରରେ ନିର୍ମିତ। ମୁଗୁନି ପଥରରେ ନିର୍ମିତ। ଏହା ଏକ ଏକକ ବା ମୋନାଥିଲିକ୍ ସଂରଚନା। ଏହାକୁ ବି ମନେ ରଖିବ, ଏକକ ପଥର ବା ମୋନାଥିଲିକ୍ ସଂରଚନାରେ ଏହା ନିର୍ମିତ। ଏକକ ପଥର, ଗୋଟାଏ କେବଳ ପଥର। ଏକକ ପଥର ବା ମୋନାଲିଥିକ୍ ମନେ ରଖିବ, ଏଇଟା ମୋନାଲିଥିକ୍ ସଂରଚନାରେ ନିର୍ମିତ। ଉଚ୍ଚତା ଯଦି ଦେଖିବା, କେତେ ଅଛି ଏହାର ଉଚ୍ଚତାକୁ ଯଦି ଦେଖିବା, ପ୍ରାୟ କେତେ? ଏହାର ଉଚ୍ଚତା, ଅରୁଣ ସ୍ତମ୍ଭର ଉଚ୍ଚତାଟି ହେଲା ତୁମର 34 ଫୁଟ। 34 ଫୁଟ ଅଛି। ଏବଂ କିପରି 16 କୋଣିଆ, 16ଟି କୋଣ ଅଛି। 16 କୋଣିଆ ଅଟେ। ଏବଂ ଏହାର ପାଦ ସୁନ୍ଦର କାରୁକାର୍ଯ୍ୟ କରାଯାଇଛି। ଏଇଠି ଗୋଟିଏ ମୂର୍ତ୍ତି ମଧ୍ୟ ଅଛି। ତାର ନାଁ କ'ଣ? ଅରୁଣ ମୂର୍ତ୍ତି ଅଛି। ସ୍ତମ୍ଭର ଅଗ୍ରଭାଗରେ ସୂର୍ଯ୍ୟଙ୍କ ସାରଥୀ ଅରୁଣଙ୍କ ଏକ ଛୋଟ ମୂର୍ତ୍ତି ଅଛି, ଯିଏ ଦୁଇ ହାତ ଯୋଡ଼ି ପ୍ରଭୁ ଜଗନ୍ନାଥଙ୍କ ଆଡ଼କୁ ମୁହଁ କରି ପ୍ରଣାମ କରୁଛନ୍ତି। ଏହାର ଯଦି ଧାର୍ମିକ ମହତ୍ତ୍ୱଟିକୁ ଦେଖିବା, ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଶ୍ରଦ୍ଧାଳୁମାନେ ପ୍ରଥମେ ଅରୁଣ ସ୍ତମ୍ଭକୁ ଦର୍ଶନ କରନ୍ତି ଏବଂ ପ୍ରଣାମ କରନ୍ତି। ଏହାପରେ ସେମାନେ ଆଗକୁ ଯାଆନ୍ତି। ଏହା ଅଜ୍ଞାନତା ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ବିସ୍ତାର କରିବାର ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ। ନେକ୍ସଟ ପ୍ରଶ୍ନଟିକୁ ଦେଖିବା ଚାଲ। ଗଙ୍ଗବଂଶର ଶେଷ ରାଜା କିଏ? ଗଙ୍ଗବଂଶର ଶେଷ ରାଜା ହେଲେ ଚତୁର୍ଥ ଭାନୁଦେବ। କିଏ? ଚତୁର୍ଥ ଭାନୁଦେବ। ସେ ପ୍ରବଳ ପ୍ରତାପୀ ସମ୍ରାଟ ଥିଲେ। 1414ରୁ 1434 ଯାଏ ସେ ଶାସନ କରିଥିଲେ। 1414ରୁ 1434 ଯାଏ ସେ ଶାସନ କରିଥିଲେ। ତାଙ୍କ ମୃତ୍ୟୁ ପରେ ବା ସେ ନିଃସନ୍ତାନ ଥିବା ଅବସ୍ଥାରେ ତାଙ୍କର ମନ୍ତ୍ରୀ କପିଳେନ୍ଦ୍ର ଦେବ ଓଡ଼ିଶାର ସିଂହାସନ ଆରୋହଣ କରିଥିଲେ ଏବଂ ଏହା ସହିତ ସୂର୍ଯ୍ୟବଂଶର ଶାସନ ଆରମ୍ଭ ହୋଇଥିଲା। କିଏ ଶାସନ କରିଥିଲେ? କପିଳେନ୍ଦ୍ର ଦେବ। ଆମ୍ଭେ ୟାଙ୍କ ବିଷୟରେ ମଧ୍ୟ ଜାଣୁ। ୟାଙ୍କୁ କ'ଣ କୁହାଯାଏ? କପିଲା। ନେକ୍ସଟ ପ୍ରଶ୍ନରେ ଦେଖିବା କ'ଣ ଅଛି। ପ୍ରତାପରୁଦ୍ର ଦେବ କେଉଁ ଧର୍ମ ନେଇଥିଲେ? ବୈଷ୍ଣବ ଧର୍ମ। କେଉଁ ଧର୍ମ? ବୈଷ୍ଣବ ଧର୍ମ। ଗଜପତି ପ୍ରତାପରୁଦ୍ର ଦେବ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ। ସେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲେ। ତାଙ୍କୁ ନିଜର ଆଧ୍ୟାତ୍ମିକ ଗୁରୁ ଭାବରେ ଗ୍ରହଣ କରିଥିଲେ। ତାଙ୍କ ଶାସନକାଳରେ ଓଡ଼ିଶାର ବୈଷ୍ଣବ ଧର୍ମ ବହୁଳ ପ୍ରଚାର ଘଟିଥିଲା। ସେ କାହାକୁ ନିଜର ଗୁରୁ ଭାବରେ ଗ୍ରହଣ କରିଥିଲେ? ଶ୍ରୀ ଚୈତନ୍ୟ। ଏହା ମନେ ରଖିବ, ଶ୍ରୀ ଚୈତନ୍ୟ। ନେକ୍ସଟ କ୍ୱେଶ୍ଚନ ଦେଖିବା। କାଠଯୋଡ଼ି ପଥର ବନ୍ଧ କିଏ ନିର୍ମାଣ କରିଥିଲେ? ମରକତ କେଶରୀ। ମରକତ କେଶରୀ କାଠଯୋଡ଼ି ପଥର ବନ୍ଧ ତିଆରି କରିଥିଲେ, ଯିଏ ହେଉଛନ୍ତି ସୋମବଂଶୀ ରାଜା।
ऐतिहासिक तथ्य ଏବଂ ମାଦଳା ପାଞ୍ଜି ଅନୁଯାୟୀ ଯଦି ଆମେ ଇତିହାସକୁ ଦେଖିବା ତ ଏହାଙ୍କ ବିଷୟରେ ଜାଣିବାକୁ ହେଲେ କେଉଁ ପାଞ୍ଜିକୁ ଦେଖିବା? ମାଦଳା ପାଞ୍ଜି। ମାଦଳା ପାଞ୍ଜି ଅନୁଯାୟୀ ସେ କଟକ ସହରକୁ କାଠଯୋଡ଼ି ନଦୀର ଭୟଙ୍କର ବନ୍ୟା ଦାଉରୁ ରକ୍ଷା କରିବା ପାଇଁ, କାରଣ କ'ଣ ଥିଲା କାଠଯୋଡ଼ି ପଥର ବନ୍ଧ ତିଆରି କରିବାର? ସେ କାଠଯୋଡ଼ି ନଦୀର ଭୟଙ୍କର ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସେ 11ଶହ ଶତାବ୍ଦୀରେ ଏହି ବନ୍ଧ ନିର୍ମାଣ କରିଥିଲେ। କେବେ ତିଆରି ହୋଇଥିଲା? ବନ୍ୟା ଦାଉରୁ ରକ୍ଷା କରିବା ପାଇଁ। ଏଇଟା ପ୍ରଥମ ହେଲା ବନ୍ୟା ଦାଉ ରକ୍ଷା କରିବା ନିର୍ମାଣ କରିଥିଲେ ଏବଂ ଏହା କେବେ ନିର୍ମିତ ହୋଇଥିଲା? 11ଶହ ଶତାବ୍ଦୀରେ। 11ଶହ ଶତାବ୍ଦୀ। ଏହା ପ୍ରାଚୀନ କଳିଙ୍ଗର ଏକ ଅଦ୍ଭୁତ ଇଞ୍ଜିନିୟରିଂ କୌଶଳର ପ୍ରମାଣ ଭାବେ ଆଜି ବି ଛିଡ଼ା ହୋଇଛି। ନେକ୍ସଟ ପ୍ରଶ୍ନଟିକୁ ଦେଖ। ପ୍ରଶ୍ନ କେତେ? 18। ଏ ପ୍ରଶ୍ନ କ'ଣ ଅଛି? କିଛିଟା ପ୍ରଶ୍ନ କେବଳ ରହିଛି, ଗୋଟାଏ କିମ୍ବା ଦୁଇଟି। ବାରବାଟୀ ଦୁର୍ଗ କିଏ ତିଆରି କରିଥିଲେ? ଆମ୍ଭେ ଜାଣୁ କିଏ ତିଆରି କରିଥିଲେ? ଅନଙ୍ଗ ଭୀମଦେବ। ଅନଙ୍ଗ ଭୀମଦେବ। ସେ ଗଙ୍ଗବଂଶର ମହାରାଜା ଥିଲେ। ଏହି ଐତିହାସିକ ଦୁର୍ଗଟି 13ଶହ ଶତାବ୍ଦୀରେ କଟକଠାରେ ପ୍ରତିଷ୍ଠା କରାଯାଇଥିଲା। କେବେ? 13ଶହ ଶତାବ୍ଦୀ। କେଉଁଠାରେ ତିଆରି କରାଯାଇଥିଲା? କଟକଠାରେ ତିଆରି କରାଯାଇଥିଲା। କେତେକ ଐତିହାସିକ ମତରେ ଏହାର ପ୍ରାଥମିକ ନିର୍ମାଣ କାର୍ଯ୍ୟ ନୃପକେଶରୀଙ୍କ ସମୟରେ ଆରମ୍ଭ ହୋଇଥିଲା, କିନ୍ତୁ ଅନଙ୍ଗ ଭୀମଦେବଙ୍କ ଶାସନକାଳରେ ଏହା ଏକ ପୂର୍ଣ୍ଣାଙ୍ଗ ରୂପ ନେଇଥିଲା ବା ପାଇଥିଲା। ଅବସ୍ଥିତିକୁ ଦେଖିବା ତାହେଲେ ଏହା ମହାନଦୀ ଏବଂ କାଠଯୋଡ଼ି ନଦୀର ମଧ୍ୟଭାଗରେ ଅବସ୍ଥିତ। କେଉଁଠି ଅଛି? କାଠଯୋଡ଼ି ଏବଂ ମହାନଦୀ ଅବସ୍ଥିତିକୁ ଯଦି ଦେଖିବା ଏହା କେଉଁଠି ଅଛି ଅବସ୍ଥିତି, ତାହେଲେ କାଠଯୋଡ଼ି ନଦୀ ଏବଂ ମହାନଦୀର ମଧ୍ୟଭାଗରେ ଏହା ଅଛି। ଐତିହାସିକ ତଥ୍ୟ ଅନୁସାରେ ଏହି ଦୁର୍ଗ ମଧ୍ୟରେ ଏକ ବିଶାଳ 9 ତାଲା ପ୍ରାସାଦ ରହିଥିଲା। କେତେ? 9 ତାଲା ପ୍ରାସାଦ ଘର ଥିଲା। 9 ତାଲା ପ୍ରାସାଦ। ଏହା ଓଡ଼ିଶାର ବୀରତ୍ୱ, ସାମରିକ ଶକ୍ତି ଏବଂ ଗଙ୍ଗବଂଶର ସମୃଦ୍ଧିର ଏକ ମୂକ ସାକ୍ଷୀ ଭାବେ ପରିଗଣିତ ହୁଏ। 19 ପ୍ରଶ୍ନଟିକୁ ଦେଖିବା। କେବେ କଟକ ପ୍ରତିଷ୍ଠିତ ହୋଇଥିଲା? ଏହାର ଉତ୍ତର ହେଲା 989 ଖ୍ରୀଷ୍ଟାବ୍ଦରେ ହେଇଥିଲା। କେଶରୀ ବଂଶର ରାଜା କିଏ? ନୃପକେଶରୀ ଏହି ସହର ପ୍ରତିଷ୍ଠା କରିଥିଲେ। ପ୍ରତିଷ୍ଠା କିଏ କରିଥିଲେ? ନୃପକେଶରୀ। ଏହା ପ୍ରାୟ 1000 ବର୍ଷରୁ ଅଧିକ ପୁରୁଣା ସହର। 1000 ବର୍ଷରୁ ଅଧିକ ପୁରୁଣା ସହର। ସେଥିପାଇଁ ଏହାକୁ ଓଡ଼ିଶାର 1000 ବର୍ଷର ସହର ମଧ୍ୟ କୁହାଯାଏ। ଏହାର ଅନ୍ୟ ନାମ କ'ଣ? ଏହାର ଅନ୍ୟ ନାମ ହେଲା 1000 ବର୍ଷର ସହର। ନେକ୍ସଟ ପ୍ରଶ୍ନଟିକୁ ଚାଲ। ଆଜିର ଶେଷ ପ୍ରଶ୍ନ ଏଇଟା। ଆଜିର ଶେଷ ପ୍ରଶ୍ନ ଦେଖ। ଓଡ଼ିଶାରେ କିଏ ଶାଲ ପ୍ରଚଳନ କରିଥିଲେ? ଉତ୍ତରଟି ନିଶ୍ଚିତ ଭାବରେ ଆସିବ କ'ଣ? ଯଯାତି କେଶରୀ। ଯଯାତି କେଶରୀ। କେଉଁ ବଂଶ ରାଜା ଥିଲେ ସେ? ସୋମବଂଶ।
ଏହି ସୋମବଂଶ ରାଜତ୍ୱକାରୀ ଯୋଦ୍ଧାଦିତ୍ୟ ସେ ନିଜ ନାମରେ ବା ନିଜ ବଂଶର ପ୍ରଭାବରେ ନୂଆ ଗଣନା ପଦ୍ଧତି ବା ସାଲର ପ୍ରଚଳନ କରିଥିଲେ। ସାଲର ପ୍ରଚଳନ ସେ କରିଥିଲେ। ବିଶେଷ କରି ତାଙ୍କ ସମୟରେ ଓଡ଼ିଶାରେ ବ୍ରାହ୍ମଣ ଧର୍ମ ସଂସ୍କୃତିର ନବଜାଗରଣ ହୋଇଥିଲା। ବନ୍ଧୁଗଣ, ଏହି ପ୍ରଶ୍ନଗୁଡ଼ିକ ପ୍ରତ୍ୟେକ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବହୁତ ଉପଯୋଗୀ ଅଟେ। ତେଣୁ ଯଦି ତୁମେ ଓଡ଼ିଶାର ଯେକୌଣସି ଗଭର୍ଣ୍ଣମେଣ୍ଟ ସର୍ଭିସକୁ ପାଇବାକୁ ଚାହଁ, ତାହେଲେ ଏହି ପ୍ରଶ୍ନଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ନିଜ ମନରେ ସବୁଦିନ ପାଇଁ ମନେ ରଖିବ। ଥ୍ୟାଙ୍କସ୍ ଫର୍ ୱାଚିଂ ଦିସ୍ ଭିଡ଼ିଓ। ଥ୍ୟାଙ୍କ ୟୁ ଭେରି ମଚ୍। ପୁଣି ଦେଖା ହେବ ଏକ ନୂଆ ଭିଡ଼ିଓରେ। ଯଦି ତୁମମାନଙ୍କୁ ଆମ ପ୍ରଚେଷ୍ଟାଟି ଭଲ ଲାଗେ, ଯେଉଁ ପ୍ରଚେଷ୍ଟା କରୁଛୁ ତାହା ଭଲ ଲାଗେ, ତାହେଲେ ନିଶ୍ଚିତ ଭାବରେ ଲାଇକ୍ କରିବ, ସେୟାର କରିବ, କମେଣ୍ଟ କରିବ ଏବଂ ଯଦି ଅତି ଭଲ ଲାଗେ ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ। ଯାହାଦ୍ୱାରା ତୁମେ ଆମ୍ଭମାନଙ୍କର ଯେତେ ଗୁଡ଼ାଏ ଭିଡ଼ିଓ ଥିବ ସେଗୁଡ଼ିକୁ ପ୍ରଥମେ ପାଇପାରିବ। ଥ୍ୟାଙ୍କସ୍ ଫର୍ ୱାଚିଂ ଦିସ୍ ଭିଡ଼ିଓ ଅଗେନ୍।